ସେବା ନାଁରେ ଅନେକ ଭଣ୍ଡାମି ଚାଲିଛି। ସେବକ ତ ବହୁତ, କିନ୍ତୁ ଭଣ୍ଡ ସେବକ ମାନେ ମଧ୍ୟ ବହୁତ ଅଛନ୍ତି। ମାଥ୍ୟୁ ଲିଖିତ ସୁସମାଚାର ତାର 7 ଅଧ୍ୟାୟ 15 ପଦ, ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବେଶରେ ତୁମଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ପ୍ରଥମ ରେକର୍ଡେଡ ପାର୍ବତ୍ୟ ଉପଦେଶ, ପ୍ରଥମ ସମ୍ବାଦ ଯାହା ବଡ ଆକାରରେ ରେକର୍ଡ ହେଇଛି, ସେଇଠି ସେ କଣ କହୁଛନ୍ତି? ପ୍ରଥମ ସମ୍ବାଦରେ ହିଁ କହୁଛନ୍ତି ଭଣ୍ଡ ଭାବବାଦୀ ମାନଙ୍କ ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବେଶରେ ତୁମ ପାଖକୁ ଆସନ୍ତି। ମେଣ୍ଢା ନୁହନ୍ତି, ହିଂସ୍ରକ ବାଘ ଅଟନ୍ତି। ଏଟା ମନେ ରଖିଥାନ୍ତୁ। ଆଜି ମେଣ୍ଢା ଭଳିଆ ଦେଖାଯାଉଛନ୍ତି, ଟାଇମ ଆସିବ ସମସ୍ତଙ୍କୁ ଚିରି ଫାଡ଼ି ନଷ୍ଟ କରିବ ସେ। କାରଣ ସେ କିଏ ଅଟେ? ସେ ଭଣ୍ଡ ଭାବବାଦୀ ଅଟେ। ଆଉ ଭଣ୍ଡ ସେବକର ଅଭାବ ନାହିଁ, ଏବେ ଜଣା ପଡିବ ନାହିଁ। ଏବେ ଚମତ୍କାର ସେବା କାର୍ଯ୍ୟ କରି ଆମେ ଲୋକମାନଙ୍କୁ ବୋକା ବନେଇ ପାରିବା, କିନ୍ତୁ ବାସ୍ତବରେ ସେ ମେଣ୍ଢା ନୁହେଁ। ଏଠି ପ୍ରଭୁ ଯୀଶୁ କହୁଛନ୍ତି ହିଂସ୍ରକ ବାଘ। ଆଉ ସେତିକି ସେ କହୁନାହାନ୍ତି, ଆଗକୁ କଣ କହୁଛନ୍ତି 22 ପଦରେ, ମାଥ୍ୟୁ 7:22 ପଦରେ, ସେଦିନ ଅନେକ ମତେ କହିଲେ, ହେ ପ୍ରଭୁ ଆମେ ମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ? ଏବେ ଭାବବାଣୀ କହୁଛନ୍ତି, ଭାବବାଣୀ କହିଲୁ ନାହିଁ, ତୁମ ନାମରେ କି ଭୂତମାନଙ୍କୁ ଛଡ଼େଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? 23 ପଦ, ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମକୁ କେବେ ହିଁ ଜାଣି ନାହିଁ, କି ଅଧର୍ମାଚାରୀ ମାନେ ମୋ ପାଖରୁ ଦୂର ହୁଅ। ଏଇ ଦିନ ଆସୁଛି ପ୍ରିୟ ଭାଇ ମାନେ, ଯେଉଁମାନେ ଭଣ୍ଡ ଭାବରେ ସେବା କରୁଛନ୍ତି, ଆଜି ଗୋଟେ ମୁଖା ପିନ୍ଧିକି ଲୋକମାନଙ୍କୁ ସେମାନେ ବୋକା ବନଉଛନ୍ତି। କଣ ସେମାନେ ମେଣ୍ଢାର ବେଶରେ ଅଛନ୍ତି, କିନ୍ତୁ ହିଂସ୍ରକ ବାଘ ଅଟନ୍ତି। ଗୋଟେ ଟାଇମ ଆସିବ ଆପଣ ଦେଖିବେ ଏମାନେ ମେଣ୍ଢା ନୁହନ୍ତି, ହିଂସ୍ରକ ଅଟନ୍ତି। ତାଙ୍କର ସେ ହିଂସ୍ର ରୂପ ମଧ୍ୟ ଦେଖିବେ ଲୋକ। ସେଦିନ ପ୍ରଭୁ କଣ ବୋଲି କହୁଛନ୍ତି? ସେଦିନ କହିବେ, ହେ ପ୍ରଭୁ ଆମେ ମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ? ଆଜି ବହୁତ ଭାବବାଣୀ ଚାଲିଛି, ସେ ଭାବବାଣୀ ହଉଛି ନା ନାହିଁ ଜଣା ନାହିଁ। ଜଣେ ଲୋକକୁ ଭାବବାଦୀ ବୋଲି କେମିତି ଜାଣିବେ? ସେ କହିଥିବା କଥା ହେବ ହିଁ ହେବ, କାରଣ ସେ ପ୍ରଭୁଙ୍କ ଠାରୁ ଶୁଣିକି ସେ କହିଛି। ନିଜର ମନଗଢା କଥା କହିଲେ କେବେ ପୁରା ହେବ ନାହିଁ। ଆପଣ ଆମର ସବୁ ଦେଖିବେ ଅନେକ ଭାବବାଦୀ ମାନେ ସେମାନେ କୁହନ୍ତି, ହୁଏ ନାହିଁ, ଘଟେ ନାହିଁ। ଆମେ କହୁଛୁ ବେଳେ ବେଳେ ହବ ନାହିଁ, କୋଉଟା ଫିଟିଯିବ, ଗୋଟେ ବି ଫିଟିବ ନାହିଁ। ପରମେଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ ଗୋଟେ ବି ଫିଟିବ ନାହିଁ। ଭଣ୍ଡ ବୋଲି କେମିତି ଜାଣିବେ? ଯେ ସେ କହିଥିବା କଥା ପୁରା ହୁଏ ନାହିଁ, ସଫଳ ହୁଏ ନାହିଁ। ତ କଣ ଲେଖାଯାଉଛି? ଯେ ଆମେ କି ତୁମ ନାମରେ ଭଗବାନୀ କହିଲୁ ନାହିଁ, ତୁମ ନାମରେ ଭୂତମାନଙ୍କୁ ଛଡ଼େଇଲୁ ନାହିଁ, ତୁମ ନାମରେ କି ଶକ୍ତିର କାର୍ଯ୍ୟ କଲୁ ନାହିଁ? ପ୍ରଭୁ କହିଲେ, ବାବୁରେ କଲେ କରିଥିବୁ, କିନ୍ତୁ ଅଧର୍ମର ଜୀବନ କାଟିଥିବୁ। ଅଧର୍ମ କାହିଁକି? ମେଣ୍ଢାର ବେଶ ତ ଧରିଛି, କିନ୍ତୁ ହିଂସ୍ରକ ବାଘ ଅଟେ। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ସେ ପାର୍ବତ୍ୟ ଉପଦେଶରେ ଆରମ୍ଭରେ ଏକା ସଚେତନ କରୁଛନ୍ତି। ଆରମ୍ଭ ନୁହେଁ, ଶେଷ ଆଡକୁ ମଧ୍ୟ ପ୍ରଭୁ ଯୀଶୁ କହିକି ଯାଉଛନ୍ତି। ମାଥ୍ୟୁ 24 ପର୍ବ ତାର 11 ପଦ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ଏକ ନୁହେଁ, ଅନେକ। ମାନେ ପ୍ରିୟ ଭାଇ ଭଉଣୀ ମାନେ, ଗୋଟେ ଦୁଇଟା ଭଣ୍ଡ ଭାବ, ଅନେକ ଭଣ୍ଡବାଦୀ ଉଠିବେ ଆଉ ଅନେକଙ୍କୁ ଭ୍ରାନ୍ତ କରିବେ। ପ୍ରଭୁ ଯୀଶୁ କହିଲେ ଭଣ୍ଡ ଭାବବାଦୀ ସାବଧାନ, କିନ୍ତୁ ସେବା ସମାପ୍ତ ଆଡକୁ କହୁଛନ୍ତି ଏମାନେ ଏବେ ଏକ ନୁହନ୍ତି, ଏମାନେ ଏବେ ଅନେକ ଅଟନ୍ତି। ଆଉ ଏମାନେ କଣ କରିବେ? ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ଆଉ ସେଇ ସମୟରେ ବାସ କରୁଛି। ପ୍ରିୟ ଭାଇ ଭଉଣୀ ମାନେ, ଭାବବାଦୀର ସେବା କାର୍ଯ୍ୟ କଣ? ଭାବବାଦୀ ଜାଣେ ନାହିଁ। ଆପଣ ବାଇବଲ ଦେଖନ୍ତୁ, ବାଇବଲ ଦେଖିଲେ ଜାଣିବେ ଭାବବାଦୀ କିଏ, ଭାବବାଦୀର ଚିହ୍ନ କଣ, ତା ସ୍ୱଭାବ କେମିତି ଥାଏ, ତା ଚାଲିଚଳନ କେମିତି ଥାଏ, ଆପଣ ବାଇବଲ ଦେଖିପାରିବେ। ଆଉ ଆଜିର ଭାବବାଦୀ ମାନଙ୍କର, ବାଇବଲର ଭାବବାଦୀ ମାନଙ୍କ ସହିତ କିଛି ଖାପ ଖାଏ ନାହିଁ, କିଛି ମେଳ ନାହିଁ, କିଛି ତୁଳନା ନାହିଁ। ଆପଣ ଦେଖିପାରିବେ ସେ। ଆଉ ପ୍ରେରିତ ଯୋହନ ମଧ୍ୟ ସେ ତାଙ୍କର ପୁସ୍ତକରେ ଶେଷ ଆଡକୁ ଲେଖୁଛନ୍ତି। ମୁଁ କାହିଁକି କଥା କହୁଛି? ଯୀଶୁ ଯାହା ଆରମ୍ଭ କରିଥିଲେ ପ୍ରେରିତ ଶିଷ୍ୟ ମଧ୍ୟ ତାହା କହୁଛନ୍ତି। ଆପଣ ଦେଖିବେ ପ୍ରଥମ ଯୋହନ 4 ପର୍ବ ତାର ପ୍ରଥମ ପଦ, ହେ ପ୍ରିୟ ମାନେ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ,
ବରଂ ଆତ୍ମା ମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। ଯୀଶୁ କହିଲେ ଭଣ୍ଡ ଭାବବାଦୀ ସାବଧାନ, ପରେ କହିଲେ ଅନେକ ଭଣ୍ଡ ଭାବବାଦୀ ବାହାରିବେ, ଅନେକକୁ ଭ୍ରାନ୍ତ କରିବେ। ଶେଷ ଆଡ଼କୁ ଯୌନ ବି ଲେଖୁଛନ୍ତି ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କରୁ ନାହିଁ, ଆତ୍ମା ମାନେ ଈଶ୍ୱରଙ୍କ ଆଗତ କି ନାହିଁ ସେମାନଙ୍କୁ ପରୀକ୍ଷା କରି ଦେଖ। ଆଜିକାଲି ପରୀକ୍ଷା କଣ କରିବେ? ଏମାନେ ପରୀକ୍ଷାରେ ପଡିଯାଇଛନ୍ତି। ପରୀକ୍ଷା କରିବା ଲୋକ ପରୀକ୍ଷାରେ ପଡିଯାଇଛି। ଆଉ ପରୀକ୍ଷା କରିବା ପାଇଁ ବାଇବଲ ହିଁ ତାର ମାନଦଣ୍ଡ ଅଟେ। ବାଇବଲର ନୀତିରେ ହିଁ ପରୀକ୍ଷା କରିହେବ। ବାହିକ ବିଷୟକୁ ଦେଖିଲୁନି, କାରଣ ସେ କଣ କରେ? ବେଶ ପରିବର୍ତ୍ତନ କରେ। ସେ ମେଣ୍ଢା ବେଶରେ ଆସେ, କିନ୍ତୁ ମେଣ୍ଢା ନୁହେଁ। ଆପଣ ବାହିକ କାର୍ଯ୍ୟକୁ ଦେଖି ଭାବି ପାରିବେନି ଭାବବାଦୀ ବୋଲି। ପ୍ରିୟ ଭାଇ ଭଉଣୀ ମାନେ, ବାପ୍ତିଜକ ଯୋହନକୁ ଦେଖିଲେ ଆପଣଙ୍କୁ ଭାବବାଦୀ ଭଳିଆ ଦେଖାଯାଉଛନ୍ତି, ଭୂତଗ୍ରସ୍ତ ଲୋକ ଭଳିଆ ଦେଖାଯାଉଛନ୍ତି, ପ୍ରାନ୍ତର ରହୁଛନ୍ତି, ତାର ପୋଷାକ ମଧ୍ୟ ବିଚିତ୍ର, ଆଉ କର୍କଶ ସ୍ୱରରେ ଚିତ୍କାର କରୁଛନ୍ତି। ସେ କୋଉ ବାହାଘରକୁ ଯାଇନାହାନ୍ତି, କୋଉ ଭୋଜିକୁ ଯାଇନାହାନ୍ତି। ଲୋକ କହିଲେ ଭୂତଗ୍ରସ୍ତତା। ଗୋଟିଏ ରୋଗୀକୁ ସୁସ୍ଥ କରିନାହାନ୍ତି। କିଏ? ଭାବବାଦୀ ବାପ୍ତିଜକ ଯୋହନ। ଗୋଟିଏ ମୃତ ବ୍ୟକ୍ତିକୁ ଉଠାଇ ନାହାନ୍ତି, ଗୋଟେ ସୁସ୍ଥକାରୀ ସଭା କରିନାହାନ୍ତି, କିନ୍ତୁ ତାଙ୍କ ପରିଆ ସେବା କାର୍ଯ୍ୟ କେହି କରିନାହାନ୍ତି। ଗୋଟେ ବିପଥଗାମୀ ଭ୍ରଷ୍ଟ ଲୋକମାନଙ୍କୁ ପ୍ରଭୁଙ୍କ ପ୍ରତି ଫେରି ଆଣିଲେ। ଆଉ ସେ ସ୍ପଷ୍ଟ ଭାବରେ କହିଲେ, ମନ ପରିବର୍ତ୍ତନ କର, ଏ କାଳସର୍ପର ବଂଶ, ମନ ପରିବର୍ତ୍ତନ କର। ପ୍ରିୟ ଭାଇ ଭଉଣୀ ମାନେ, ଭାବବାଦୀ ଫୁଲମାଳ ପାଏ ନାହିଁ। ଭାବବାଦୀ କଣ ପାଏ? ତାର ମସ୍ତକ ଛେଦନ କରାଯାଏ। ତା ଭାବବାଦୀର ସେବା କାର୍ଯ୍ୟ ଲୋକଙ୍କ ଦ୍ୱାରା ଆଦୃତ ହୁଏ ନାହିଁ। ସେ ଲୋକମାନେ ତାକୁ ପସନ୍ଦ କରନ୍ତି ନାହିଁ। ମନେ ରଖିଥାନ୍ତୁ, ଯେତେବେଳେ ଲୋକମାନେ ଆପଣଙ୍କ ସେବା କାର୍ଯ୍ୟକୁ ପସନ୍ଦ କରୁଛନ୍ତି, ପ୍ରଭୁ ଆପଣଙ୍କୁ ରିଜେକ୍ଟ କରୁଛନ୍ତି। ଆପଣ ଜାଣି ରଖନ୍ତୁ, ଯେତେବେଳେ ଆପଣ ଲୋକମାନଙ୍କ ଦ୍ୱାରା ଗ୍ରାଣ୍ଟେଡ ହେବେ, ଆପଣ ଲୋକଙ୍କ ଦ୍ୱାରା ରିଜେକ୍ଟେଡ, ମାନେ ପ୍ରଭୁଙ୍କ ଦ୍ୱାରା ରିଜେକ୍ଟେଡ ହେବାକୁ ଯାଉଛନ୍ତି। ଜାଣିತಾರೆ ଲକ୍ଷ୍ୟ ନାହିଁ। ବାପ୍ତିଜକ ଯୋହନଙ୍କ ସେବା କାର୍ଯ୍ୟକୁ ଦେଖନ୍ତୁ, ଲୋକମାନେ ତାଙ୍କୁ ପସନ୍ଦ କଲେନି। ସେମିତିକା ସେବା କାର୍ଯ୍ୟ ଅଟେ। ମୁଁ କାହିଁକି ଏଇଟା ଆପଣଙ୍କୁ କହୁଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ଭଣ୍ଡ ଭାବବାଦୀ ମାନଙ୍କର ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବେଶରେ ଆସନ୍ତି, ହିଂସ୍ରକ ଜନ୍ତୁ ଅଟନ୍ତି। ପରେ ଯୀଶୁ ଶେଷ ଆଡକୁ କଣ କହୁଛନ୍ତି? ଅନେକ ଭଣ୍ଡ ଭାବବାଦୀ ଉଠି ଅନେକକୁ ଭ୍ରାନ୍ତ କରିବେ। ଆଉ ସେଇଟାକୁ କଣ୍ଟିନ୍ୟୁ କରି ସାଧୁ ଯୋହନ କଣ ବୋଲି ଲେଖୁଛନ୍ତି କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। ସେଦିନ କହିବେ, ପ୍ରଭୁ ଆମେ ଭାବାନୀ କହିଲୁ ନାହିଁ କି? ଭୂତ ଛଡେଇଲୁ ନା ନାହିଁ? ସୁସ୍ଥ କଲୁ ନା ନାହିଁ? ପ୍ରଭୁ କହିବେ, ଏ ଅଧର୍ମାଚାରୀ ମାନେ, ତୁମେ ମେଣ୍ଢାର ବେଶ ଧାରଣ କରିଥିଲ, କିନ୍ତୁ ହିଂସ୍ରକ ଜନ୍ତୁ ଅଟ। ସେଇଦିନ ପ୍ରଭୁ କହିବେ, ଗେଟ୍ ଆଉଟ୍। ସେଦିନ ଆସୁଛି। ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ପ୍ରସଙ୍ଗ ହଉଛି ଭଣ୍ଡ ସେବକ ମାନଙ୍କର ଅଭାବ ନାହିଁ। ସତର୍କ ଥାନ୍ତୁ। ଜାଣିବା ପାଇଁ କେବଳ ବାଇବଲ ହିଁ ଆପଣଙ୍କୁ ସାହାଯ୍ୟ କରିବ। ବାଇବଲ ହିଁ ସାହାଯ୍ୟ କରିବ। ଆଉ ଯେଉଁମାନେ ସେମାନଙ୍କୁ ଏକ୍ସପୋଜ କରିବେ, ସେମାନେ ସେମାନଙ୍କୁ ବିରୋଧ କରିବେ। ଗୋଟେ ଦଳ ତିଆରି ଅନେକ ହେଇଯାଇଛନ୍ତି ନା, ଅନେକ ହେଇଯାଇଛନ୍ତି। ସେଥିପାଇଁ ତିମୋଥୀକୁ କହୁଛନ୍ତି, ତିମୋଥୀ ତୁମେ କଣ କରିବ? ତୁମର ପ୍ରଚାର ପାଇଁ ମୂଲ୍ୟ ଦେବା ପାଇଁ ପଡିବ। ତୁମକୁ କ୍ଲେଶ ସହ୍ୟ କରିବା ପାଇଁ ପଡିବ। ଆଉ କ୍ଲେଶ ସହ୍ୟ କଲେ ମଧ୍ୟ ତୁମର ସେବାର କାର୍ଯ୍ୟ ତୁମେ ସମ୍ପନ୍ନ କର ବୋଲି ଏ ଦାୟିତ୍ୱ ଦେଇକି ପାଉଲ ଯାଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପାଉଲଙ୍କ ଭଳିଆ ନେତା କାହାନ୍ତି? ପାଉଲ ଭଳିଆ ନେତା ମାନେ ତିମୋଥୀ ଭଳିଆ ଲୋକକୁ ତିଆରି କରିବେ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏହା ବୁଝିବା ପାଇଁ ବାଇବଲ ହିଁ ଆପଣଙ୍କୁ ସାହାଯ୍ୟ କରିବ ଲୋକମାନଙ୍କୁ ଚିହ୍ନିବା ପାଇଁ। ବାଇବଲ ହିଁ ଲୋକମାନଙ୍କୁ ମୁଖାକୁ ଖୋଲି ଦିଏ। ବାଇବଲ ହିଁ ଈଶ୍ୱରଙ୍କ ଦର୍ପଣ ଅଟେ। ତେଣୁ ବାଇବଲର ଆଇନାରେ ଆପଣ ଲୋକମାନଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତୁ, ନଚେତ୍ ଆପଣ ବି ଭଣ୍ଡାମିରେ ରହିବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।